हम भी जा रहे हैं माउंटेन चढ़ने के लिए। बहुत सुंदर जगह है प्रार्थना के लिए। और इधर भी देखिएगा, और इधर देखिए बहुत सारे तो फास्ट ସୁନ୍ଦର ସିରିଆ ନାଇଁ ହେଇଯିବ। ଆଜି ମାନେ ଭେଲୁର ସହରର ପ୍ରେୟର ମାଉଣ୍ଟେନ୍ ଜାୟନ୍ ପ୍ରେୟର ମାଉଣ୍ଟେନ୍କୁ ବର୍ତ୍ତମାନ ମାନେ ଆସିଛୁ ପ୍ରାର୍ଥନା କରିବା ପାଇଁ। ଭେଲୁର ସହରରୁ 15 କିଲୋମିଟର ଚିତ୍ତୁର ତିରୁପତି ହାଇୱେ ପାଖରେ ମାଉଣ୍ଟେନ୍ ପ୍ରେୟର ମାଉଣ୍ଟେନ୍ଟା, ଯାହାକି CSI ଭେଲୁର ଦ୍ୱାରା ନିର୍ମାଣ କରାଯାଇଅଛି। ଆଉ ଏହି ପ୍ରେୟର ମାଉଣ୍ଟେନ୍କୁ ଅନେକ ଅନେକ ଲୋକମାନେ ସନ୍ଧ୍ୟା ସମୟରେ ଶହ ଶହ ଲୋକମାନେ, କି ହିନ୍ଦୁ କି ମୁସଲିମ କି ଖ୍ରୀଷ୍ଟିଆନ କି ବୁଦ୍ଧିଷ୍ଟ କି ଶିଖ ବିଭିନ୍ନ ଧର୍ମର ଲୋକମାନେ ଆସନ୍ତି, ଯେଉଁମାନେ ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କରନ୍ତି। ଶହ ଶହ ଲୋକମାନେ ଆସନ୍ତି, ପ୍ରତିଦିନ ପ୍ରାର୍ଥନା କରନ୍ତି। ପୁଣି ଅନେକ ଅନେକ ମିଶନାରୀ ମାନେ ସକାଳଠୁ ସନ୍ଧ୍ୟା ପର୍ଯ୍ୟନ୍ତ ଏ ଜଙ୍ଗଲର ବିଭିନ୍ନ ସ୍ଥାନରେ ଗଛ ମୂଳେ ଅନେକ ଅନେକ ପାଳକ ପୁଣି ପ୍ରଚାରକ ମାନେ ଆସି ସେମାନେ ଉପବାସ ପ୍ରାର୍ଥନା କରନ୍ତି। ଏହା ହେଉଛି ପ୍ରେୟର ମାଉଣ୍ଟେନ୍, ସ୍ପେଶାଲି ପ୍ରାର୍ଥନା ଏବଂ ଉପବାସ ନିମନ୍ତେ ଏହି ପ୍ରେୟର ମାଉଣ୍ଟେନ୍ ନିର୍ମାଣ କରାଯାଇଅଛି। ଆଉ ବହୁତ ସୁନ୍ଦର ଜାଗା, ଅନେକ ଅନେକ ଲୋକମାନେ ଆସନ୍ତି ପ୍ରାର୍ଥନା ଉପବାସ କରନ୍ତି ଏହି ସ୍ଥାନରେ। ଯେମିତି ଆମେ ବାଇବଲରେ ଦେଖୁଛୁ, ପ୍ରଭୁ ଯୀଶୁ ମଧ୍ୟ ଅନେକ ସମୟରେ ନିଜର ଶିଷ୍ୟମାନଙ୍କ ସହିତ ନିର୍ଜନ ସ୍ଥାନମାନଙ୍କରେ ରହି ପ୍ରାର୍ଥନା କରୁଥିଲେ, ଅର୍ଥାତ୍ ପର୍ବତ ଜଙ୍ଗଲ ମାନଙ୍କରେ ପ୍ରଭୁ ଯୀଶୁ ମଧ୍ୟ ଏକାକୀ ପ୍ରାର୍ଥନା କରୁଥିଲେ, ପୁଣି ଆପଣ ଶିଷ୍ୟମାନଙ୍କ ସହିତ ମଧ୍ୟ ପ୍ରାର୍ଥନା କରୁଥିଲେ। ଠିକ୍ ସେହିପରି ଏହି ଭେଲୁର ସହରରେ ଏକ ସୁନ୍ଦର ଜାଗା, ଲୋକମାନେ ନିଜର ଦୁଃଖ କଷ୍ଟ ସମସ୍ୟା ଚିନ୍ତା ନେଇ ଆସନ୍ତି, ଦିନସାରା ଏଠାରେ ବସି ପ୍ରାର୍ଥନା କରନ୍ତି। ପୁଣି ସନ୍ଧ୍ୟା ସମୟରେ ଅନେକ ଅନେକ ଲୋକମାନେ ଶହ ଶହ ଲୋକମାନେ ଆସନ୍ତି, ଏ ସ୍ଥାନକୁ ଆସନ୍ତି, ପ୍ରାର୍ଥନା କରନ୍ତି, ପୁଣି ପ୍ରାର୍ଥନାରେ ସମୟ କ୍ଷେପଣ କରନ୍ତି। ତେଣୁ ଆଜି ଆମେ ଏଠାରେ ପରିବାର ସହିତ ଏ ସ୍ଥାନକୁ ଆସିଛୁ। ପ୍ରଭୁଙ୍କର ମହାନ ନାମର ଧନ୍ୟବାଦ। ବିଶେଷ ଆମେ ଆନନ୍ଦିତ ଅଟୁ, କାରଣ ମନେ ପଡ଼ୁଛି ସେଇଦିନ ଯେତେବେଳେ 2026 ବର୍ଷ ପୂର୍ବେ ଆମମାନଙ୍କର ମୁକ୍ତିଦାତା ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜଗତରେ ମାନବ ରୂପରେ ଜନ୍ମଗ୍ରହଣ କରିଥିଲେ। ଏପରିକି ପ୍ରାୟ 30 ବର୍ଷ ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ସେ ବାପା ମାଆଙ୍କ ସହିତ ରହି ତାଙ୍କ ସହିତ ଲାଳିତ ପାଳିତ ହୋଇ ଯେତେବେଳେ 30 ବର୍ଷ ପୂର୍ଣ୍ଣ ହେଲା ଯୀଶୁଙ୍କୁ, ସେ ବାପ୍ତିସ୍ମ ନେଲା ପରେ ଈଶ୍ୱରଙ୍କର ରାଜ୍ୟର କାର୍ଯ୍ୟ କରିବା ନିମନ୍ତେ ସେ ବାହାରି ପଡ଼ିଲେ। ପ୍ରାୟତଃ ସେ ଯେତେବେଳେ ଶିକ୍ଷା ଦେବାକୁ ଆରମ୍ଭ କଲେ, ଈଶ୍ୱରଙ୍କ ରାଜ୍ୟର ବାକ୍ୟ ପ୍ରଚାର କରିବାକୁ ଆରମ୍ଭ କଲେ, ଅନେକ ସମୟରେ ସମୁଦ୍ର ତୀରରେ ସମୁଦ୍ର ଡଙ୍ଗା ଉପରେ ବସି ଆପଣର 12 ଜଣ ଶିଷ୍ୟମାନଙ୍କ ସହିତ ସେ ପ୍ରଚାର କରୁଥିଲେ, ବାକ୍ୟ ପ୍ରଚାର କରୁଥିଲେ। ଏପରିକି ବିଶେଷତଃ ସେ ପର୍ବତ ଉପରକୁ ଯାଇ ନିରବରେ ପ୍ରାର୍ଥନା କରୁଥିଲେ, ପାର୍ବତ୍ୟ ଉପଦେଶ ଦେଉଥିଲେ। ପର୍ବତର ଉପଦେଶ ଦେଲା ପରେ ଯେଉଁଥିରେ କି ତାଙ୍କର ଶିକ୍ଷା ଶୁଣିବା ପାଇଁ ପର୍ବତ ଉପରକୁ ମଧ୍ୟ ଲୋକ ହଜାର ହଜାର ଲୋକ ମାଡ଼ି ଆସୁଥିଲେ। ଉପଦେଶ ଦେଲା ପରେ ସେମାନଙ୍କୁ ଖାଦ୍ୟର ମଧ୍ୟ ପରିବେଷଣ କରୁଥିଲେ, ଯେଉଁଟା 5ଟି ରୁଟି 2ଟି ମାଛରେ 5000 ପୁରୁଷ ସମେତ ଅନେକ ଲୋକଙ୍କୁ ପରିତୃପ୍ତ କରୁଥିଲେ। ଆଜି ସେଇ କଥା ଆମକୁ ମନେ ପଡ଼ୁଛି, ମୋତେ ବିଶେଷ ମନେ ପଡ଼ୁଛି, ଯଦ୍ୱାରା ଏ ପର୍ବତକୁ ଆମେ ଆସିଲୁ। ଏଇଟା ହେଉଛି ପ୍ରେୟର ମାଉଣ୍ଟେନ୍, ଯାହାକି ପ୍ରାର୍ଥନାର ପର୍ବତର ସ୍ଥାନ ଦେଖୁଛୁ। ଆମେ ଅନୁଭବ କରୁଛୁ ଯେ ବହୁତ ଉଚ୍ଚ ଉପରକୁ ଆମେ ଉଠିକି ଆସିଲୁ। ଆମର ପଛପଟେ ଗୋଟିଏ ପ୍ରାର୍ଥନାର ଗୃହ ମଧ୍ୟ ରହିଛି। ଏବେ ପର୍ଯ୍ୟନ୍ତ ଏ ଖରାରେ ମଧ୍ୟ ଅନେକ ଭଉଣୀମାନେ, ଭାଇମାନେ, ମାଆମାନେ ଆସୁଛନ୍ତି। ହୁଏତ ଆଜି ଅଳ୍ପ ସଂଖ୍ୟକ ଲୋକ ମୁଁ ଶୁଣିପାରୁଥିଲି, ବହୁତ ସଂଖ୍ୟାରେ ମାଳ ମାଳ ଆସି ଏଠାରେ ପ୍ରାର୍ଥନା କରନ୍ତି। ଅନେକ ଲୋକ ମଧ୍ୟ ସେ ପାହାଚରୁ ତଳଠୁ ଆଣ୍ଠୁରେ ଚାଲି 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 ସେମାନେ ଆଣ୍ଠୁରେ ପର୍ବତକୁ ଚଢ଼ନ୍ତି, ଯଦ୍ୱାରା ପ୍ରଭୁଙ୍କର ଆଶୀର୍ବାଦ, ପ୍ରକୃତ ପ୍ରଭୁଙ୍କର ଆଶୀର୍ବାଦ ପ୍ରାପ୍ତ ହେବା ପାଇଁ ଆଜି ଆମେ ନିଜକୁ ହୁଏତ ମୁଁ ସୌଭାଗ୍ୟ ମନେ କରୁଛି। କାରଣ ସେଇଦିନ ପ୍ରଭୁଙ୍କର ଆଦର୍ଶ ସ୍ୱରୂପେ ସେ ପାହାଡ଼ ଉପରେ ଚଢ଼ି ଯେପରି ପାର୍ବତ୍ୟ ଉପଦେଶ ମାନ ଦେଉଥିଲେ, ଶିକ୍ଷା ଦେଉଥିଲେ, ସେପରି ଆମେ ଅବଶ୍ୟ
ତାହା ଥିଲା ପାଲେଷ୍ଟାଇନ ଦେଶରେ। କିନ୍ତୁ ଏଇ ଭେଲୁର ସହରର ଏଇ ଯେଉଁ ଗୋଟେ ମାଉଣ୍ଟେନ୍ ପର୍ବତରେ ଦେଖୁଛୁ ଆଉ ପ୍ରାର୍ଥନା କରିବା ପାଇଁ ଆସିକି ମଧ୍ୟ ଆମେ ପରିବାର ସହିତ ଆସିଲୁ, ବସିକି ପ୍ରାର୍ଥନା ମଧ୍ୟ କଲୁ। ଆଉ ଏଠାରେ ସୁନ୍ଦର ଗଛ ପତ୍ର ପାହାଡ଼ ରହିଛି, ସୁନ୍ଦର ପବନ ମଧ୍ୟ ବହୁଛି। ମୁଁ ଶୁଣିପାରୁଥିଲି ବେଳେବେଳେ ପାଳକମାନେ ମିଶନାରୀ ମାନେ ଆସି ଏ ପାହାଡ଼ ନିକଟର ଗଳି କନ୍ଦିରେ ଗଛ ମୂଳରେ ଯାଇ ଦିନସାରା ଉପବାସ ପ୍ରାର୍ଥନା ମଧ୍ୟ କରନ୍ତି ବୋଲି ଆଜି ପ୍ରଭୁଙ୍କ ମହାନାମର ଧନ୍ୟବାଦ ଦେଉ। ପରିବାର ସହିତ ଏ ପର୍ବତକୁ ଆସି ଏଇ ଅନୁଭବ କରୁଛୁ, ସେ ଦୃଶ୍ୟର ଅନୁଭବ କରୁଛୁ। ମନେ ପଡ଼ିବା ପ୍ରଭୁଙ୍କର ଶିକ୍ଷା ଯାହା ପର୍ବତରେ ଶିକ୍ଷା ଦେଉଥିଲେ ତାହା ମଧ୍ୟ ଆମେ ମନେ କରି ଆମେ ଆନନ୍ଦିତ ଅଟୁ। ଏଣୁକରି ପ୍ରଭୁ ଆମମାନଙ୍କୁ ଜୀବନରେ ବଞ୍ଚିଥିବା ପର୍ଯ୍ୟନ୍ତ ତାଙ୍କ ରାଜ୍ୟ ପାଇଁ ତାଙ୍କ ସେବା ପାଇଁ ବ୍ୟବହାର କରି ଆମର ଜୀବନଯାତ୍ରା ଶେଷ ସନ୍ଧ୍ୟା ପର୍ଯ୍ୟନ୍ତ ଆମର ସହବର୍ତ୍ତୀ ହୁଅନ୍ତୁ। ପ୍ରଭୁ ଆମମାନଙ୍କୁ ବିଶେଷ ଭାବରେ ଆଶୀର୍ବାଦ କରନ୍ତୁ, ଯଦ୍ୱାରା ତାଙ୍କର ଗୌରବ ପାଇଁ ଆମେ ବଞ୍ଚିବୁ ପରିବାର ସହିତ। ପ୍ରଭୁଙ୍କର ମହାନାମ ଧନ୍ୟ ହଉ। ଆମେନ୍ ଆମେନ୍। ହାଲେଲୁୟା। ପ୍ରଭୁଙ୍କ ମହତ୍ ନାମର ଧନ୍ୟବାଦ ଦେଉଛୁ। ପ୍ରଭୁ ଅନୁଗ୍ରହ କରି ଆମେ ବୁଢ଼ା ବୁଢ଼ୀର କୂଳରେ ସନ୍ତାନ ସନ୍ତତି ଦେଇଛନ୍ତି। ଆଜି ମୋର ବଡ଼ ପୁଅ ଏ ସ୍ଥାନରେ ରହି ପ୍ରଭୁଙ୍କର ସେବା କାର୍ଯ୍ୟ କରୁଛି ଭେଲୁର ସହରରେ। ପ୍ରଭୁ ତାଙ୍କୁ ଅନୁଗ୍ରହ କରି ମୃତ୍ୟୁ ମୁଖରୁ ବଞ୍ଚାଇ ଆଣି ପ୍ରଭୁ ତାଙ୍କୁ ତାଙ୍କ ଉଦ୍ଦେଶ୍ୟରେ ବ୍ୟବହାର କରୁଥିବାରୁ ବଡ଼ ପୁଅର ଦ୍ୱାରା ଆମେ ଏହି ପ୍ରକାର ଭାବରେ ସହରମାନଙ୍କରେ ବୁଲି ଅନେକ ଜାଗାକୁ ଯାଇ ତୁମରି ଗୌରବ ପ୍ରଶଂସା କରିବା ପାଇଁ ପ୍ରଭୁ ଏ ସୁନ୍ଦର ସମୟ ଆମମାନଙ୍କୁ ଦେଇଛନ୍ତି। ଧନ୍ୟବାଦ ଦେଉଛି। ଏତେବେଳେ ବଡ଼ ପୁଅକୁ ମଧ୍ୟ ତୁମରି କୃଷ ତଳରେ ଦେଉଛି ପିତା। ପବିତ୍ର ଆତ୍ମା ପରମେଶ୍ୱର ତୁମ ନିକଟରେ ପ୍ରାର୍ଥନା କରୁଛି। ପ୍ରିୟ ପ୍ରଭୁ, ତୁମେ ମହାନ ପରମେଶ୍ୱର, ତୁମେ ଭୟଙ୍କର ଆଶ୍ଚର୍ଯ୍ୟ ପରମେଶ୍ୱର, ତୁମେ ଭୟଯୋଗ୍ୟ ପ୍ରଭୁ। ଧନ୍ୟବାଦ ଦେଉଛି ବଡ଼ ପୁଅକୁ ତୁମେ ସୁସ୍ଥତା ଦେଇଅଛ। ମଝିରେ ପ୍ରଭୁ ଭୟଙ୍କର ଅସୁସ୍ଥତାରେ ରହିଥିଲା, କିନ୍ତୁ ଆମମାନଙ୍କର ପ୍ରାର୍ଥନାର ଉତ୍ତର ସ୍ୱରୂପ ତାଙ୍କୁ ସୁସ୍ଥତା ଦେଇଛ। ଏଇ ଜାଗାମାନଙ୍କୁ ଆମମାନଙ୍କୁ ଆଣି ପ୍ରଭୁ ଆମମାନଙ୍କୁ ଅନୁଭବ କରାଉଛି। ପ୍ରଭୁ ଧନ୍ୟବାଦ ଦେଉଛି ବାପା। ବଡ଼ ପୁଅକୁ ବିଶେଷ କରି ତୁମ କୃଷ ତଳରେ ଦେଉଛି ପିତା। ତୁମ ଭୟଙ୍କର ଚରଣ ତଳରେ ଦେଉଛି। ତାଙ୍କୁ ସ୍ୱାସ୍ଥ୍ୟ ସୁସ୍ଥତା ଆରୋଗ୍ୟତା ଦେଇ ସପରିବାର ସହିତ ତୁମରି ପରିତ୍ରାଣର ଆନନ୍ଦ ଅନୁଭବ କରିବାକୁ ଦିଅ। ପ୍ରଭୁ ଦୟା କର। ପ୍ରଭୁ ଏତେବେଳେ ପ୍ରାର୍ଥନା କରୁଛି ଏଇ ଜାଗାରେ ପ୍ରଭୁ ଯେତେ ଲୋକ ଆସି ପାଷ୍ଟ ମାନେ ମିଶନେରୀ ମାନେ ବିଶ୍ୱାସୀ ବିଶ୍ୱାସିନୀ ଭାଇ ଭଉଣୀମାନେ ଯେତେ ଲୋକ ତୁମକୁ ଗ୍ରହଣ କରିଛନ୍ତି ସେମାନେ ପ୍ରତ୍ୟେକ ଏ ସ୍ଥାନକୁ ଆସି ପ୍ରଭୁ ତୁମ ନିକଟରେ ନିଜକୁ ସମର୍ପଣ କରୁଛନ୍ତି। ଧନ୍ୟବାଦ ଦେଉଛୁ। ନିଶ୍ଚୟ ପ୍ରଭୁ ତୁମେ ଜଗତକୁ ଆସିଲ ସେଇ ଦିନରେ ହେ ପିତା ପରମେଶ୍ୱର ପାର୍ବତୀୟ ଉପଦେଶ ତୁମେ ପର୍ବତ ଉପରେ ଦେଇଥିଲ। ପ୍ରଭୁ ବହୁ ସଂଖ୍ୟକ ତୁମରି ପଶ୍ଚାତ ଗମନ କରୁଥିଲେ, ଯେଉଁମାନେ କି ଅସୁସ୍ଥ ପୀଡ଼ିତରେ, ଯେଉଁମାନେ କି ପ୍ରଭୁ ଆଜି ତୁମରି ଆଶ୍ରା ନେଇ ପ୍ରଭୁ ତୁମ ନିକଟକୁ ଆସୁଥିଲେ। ଆଜି ସେଇ ପ୍ରକାର ଏ ପାହାଡ଼ରେ ରହି ପ୍ରଭୁ ତୁମ ନିକଟରେ ଆମେ ପ୍ରାର୍ଥନା କରୁଛୁ। ପ୍ରିୟ ପ୍ରଭୁ ତୁମେ ଦୟା କର। ପ୍ରଭୁ ତୁମେ ଅନୁଗ୍ରହ କର। ଏ ଅନ୍ତିମ ଶେଷ ସମୟରେ ପ୍ରଭୁ ଆମେ ଯେପରିକି ନିଜକୁ ସମର୍ପଣ କରିବୁ, ନିଜର ମନ ଆତ୍ମା ଶରୀରକୁ ତୁମଠାରେ ଅର୍ପଣ କରିବୁ, ସତ୍ୟରେ ଏବଂ ଆତ୍ମାରେ ତୁମର ଉପାସନା କରିବୁ। ପ୍ରଭୁ ଆଉ ସମୟ ନାହିଁ, ସମୟ ସନ୍ନିକଟ ହେଇଛି ପ୍ରଭୁ, ଯେଉଁ ଦ୍ୱାରା କି ପ୍ରଭୁ ଆଜି ଆମେ ତୁମରି ସେହି ରାଜ୍ୟ ପାଇଁ ପ୍ରସ୍ତୁତ ହେବୁ। ଏଥିପାଇଁ ଦୟା କର ପ୍ରଭୁ। ପ୍ରାର୍ଥନା କରୁଛି ବାପା। ଏ ସ୍ଥାନକୁ ଅନେକ ଲୋକ ଆସିଛନ୍ତି, ଆମ ସହିତ ମଧ୍ୟ ଅନେକ ଲୋକ ରହୁଛନ୍ତି। ଏଇ ଜାଗାରେ ପ୍ରଭୁ ତୁମରି ଉପସ୍ଥିତି ଅଛି। ତୁମରି ପବିତ୍ର ଆତ୍ମାଙ୍କର ଶକ୍ତିଯୁକ୍ତ ହସ୍ତ ପ୍ରତ୍ୟେକଙ୍କୁ ତୁମେ ସ୍ପର୍ଶ କରି ପ୍ରଭୁ ତୁମେ ଗୌରବ ପାଅ। ପରିବାରକୁ ମଧ୍ୟ ଆଶୀର୍ବାଦ କର। ପ୍ରାର୍ଥନା କରୁଛି ପ୍ରଭୁ, ନିବେଦନ କରୁଛି ଏଇ ଜାଗାରେ ଚର୍ଚ୍ଚ ବି ହୁଏ ପ୍ରଭୁ। ହେ ବାପା ତୁମେ ଦୟା କର ପ୍ରଭୁ, ଆମମାନଙ୍କୁ ଦେଖିବାକୁ ଦେଲ। ଏ ସୁନ୍ଦର ସମୟ ଆମମାନଙ୍କୁ ଦେଇଛ। ଧନ୍ୟବାଦ ଦେଉଛୁ। ଆମମାନଙ୍କୁ ଏତେ ପଥ ଦୂରରୁ ପ୍ରଭୁ ଆମମାନଙ୍କୁ ଆଣିଲ। ପୁନର୍ବାର ଆମେ ଯିବୁ ପ୍ରଭୁ ଡ୍ରାଇଭର ସହିତ ନିର୍ଜୀବ ଗାଡ଼ିରେ ଆମର ପଥ ପ୍ରଦର୍ଶକ ହୁଅ।
सकल महिमा गौरव पूजा प्रशंसा समर मत नहीं पावली प्रार्थना शुणिल धन्यवाद यीशु तुम भयंकर चरण तले पिता छमरे अल्प निवेदन प्रार्थना उत्सर्ग करुछु पिता आमेन धन्यवाद नहीं तो करे भरे करे डाकरे ବର୍ତ୍ତମାନ ଆମେ ପ୍ରଭୁଙ୍କର ପ୍ରଶଂସା ଆରାଧନା ସ୍ତୁତି ବନ୍ଦନା କରିବୁ ଯେହେତୁ ଆଜି ପାଇଁ ବହୁତ ଆନନ୍ଦ ଖୁସି ଲାଗୁଛି କାରଣ ସେଇଦିନ ପ୍ରଭୁ ଯୀଶୁଖ୍ରୀଷ୍ଟ ଯେଉଁ ପ୍ରକାର ପର୍ବତ ଉପରେ ଶିକ୍ଷା ଦେଉଥିଲେ ତାହା ସ୍ମରଣରେ ଆସୁଛି ସେଥିପାଇଁ ଆମେ ବହୁତ ଆନନ୍ଦିତ ଖୁସି ଅନୁଭବ କରୁଛୁ ସେଇଥିପାଇଁ ତାଙ୍କର ଗୌରବ ତାଙ୍କ ସ୍ତୁତି ଉଦ୍ଦେଶ୍ୟରେ ଆମେ ଗୋଟେ ଗୀତ ଗାନ କରିବୁ ତାହା ଅତି ପୁରୁଣା ଗୀତ ହେଲେ ବି ଆମେ ତାକୁ ଗାନ କରିବୁ पर्वत गण प्रति मु चाहिबी पर्वत गण प्रति मु चाहिबी केउठारु आसिब साहज केउठारु आसिब साहज आकाश ओ पृथ्वीर निर्माण करे हालेलुया से सदा प्रभु मोर साहाय्यकारी आकाश ओ पृथ्वीर निर्माण करी से सदा प्रभु मोर साहाय्यकारी तांकोटु लभिबि साहाय्य तांकोटु लभिबि साहाय्य पर्वत गण प्रति मु चाहिबी पर्वत गण प्रति मु चाहिबी विचलित हेब नाही चरण तोर घुमाइबे नाही प्रभु रक्षक तोर विचलित हेब नाही चरण मोर घुमाइबे नाही प्रभु रक्षक तोर से घुमाइबे नाही से निद्राजिबे नाही से घुमाइबे नाही से निद्राजिबे नाही सदा प्रभु इस्राएल रक्षक सदा प्रभु इस्राएल रक्षक तांकोटु लभिबि साहाय्य मु तांकोटु लभिबि साहाय्य पर्वत गण प्रति मु चाहिबी हालेलुया पर्वत गण प्रति मु चाहिबी दक्षिण पार्श्वर छाया प्रभु जे तोर सूर्य चंद्र करिबेनि क्षति तोहर दक्षिण पार्श्वर छाया प्रभु जे तोर सूर्य चंद्र करिबेनि क्षति तोहर से विपद रखिबे से रक्षा जे करिबे हालेलुया से विपद रखिबे से रक्षा जे करिबे बाहर भीतर प्रभु रक्षक आम बाहर भीतर प्रभु रक्षक तांकोटु लभिबि साहाय्य प्रेज द लॉर्ड हालेलुया तांकोटु लभिबि साहाय्य पर्वत गण प्रति मु चाहिबी पर्वत गण प्रति मु चाहिबी केउठारु आसिब मो साहाय्य केउठारु आसिब मो साहाय्य आकाश ओ पृथ्वीर निर्माण करी से सदा प्रभु मोर साहाय्य करी प्रेज द लॉर्ड आकाश ओ पृथ्वीर निर्माण करी से सदा प्रभु मोर साहाय्य करी तांकोटु लभिबि साहाय्य मु तांकोटु लभिबि साहाय्य पर्वत गण प्रति मु चाहिबी पर्वत गण प्रति मु चाहिबी थैंक यू आमेन प्रेज द लॉर्ड वर्तमान आमने प्रार्थना करिबु आम देश पाई देशर विभिन्न राज्य पाई प्रत्येक क्रिश्चियन समाज पाई पुनी मंडली पाई कारण आम देश रे आज विभिन्न स्थान रे क्रिश्चियन माननकु ताड़ना होछि
ଖ୍ରୀଷ୍ଟିଆନ ମାନଙ୍କୁ ଖ୍ରୀଷ୍ଟ ବିରୋଧୀ ଲୋକମାନେ ଘୃଣା କରନ୍ତି, ପୁଣି ବିଭିନ୍ନ ପ୍ରକାର ମିଥ୍ୟା ଆରୋପ ଲଗାଇ ବିଭିନ୍ନ ପ୍ରକାର କଟୁ କଥା, ମନ୍ଦ କଥା, ପୁଣି ବିଭିନ୍ନ ପ୍ରକାର ଘୃଣ୍ୟ କଥା କହନ୍ତି। ପୁଣି ଅନେକ ଅନେକ ବାଳକ, ପ୍ରଚାରକ, ମିଶନାରୀ ମାନଙ୍କୁ ଆଜି ଉତ୍ତର ଭାରତରେ ପୁଣି ବିଭିନ୍ନ ସ୍ଥାନରେ ଆଜି ମିଥ୍ୟା ଆରୋପ ଲଗାଇ ଜେଲରେ ପୁରେଇ ଦେଉଛନ୍ତି। ତେଣୁ ଆଜି ଆମେ ଆମ ଭାରତ ଦେଶ ପାଇଁ ଆମେ ପ୍ରାର୍ଥନା କରିବା। ଆଜି ଆମେ ଆମ ଦେଶର ପ୍ରତ୍ୟେକ ଖ୍ରୀଷ୍ଟିଆନ ମଣ୍ଡଳୀ, ଖ୍ରୀଷ୍ଟିଆନ ସମାଜ ପାଇଁ ପ୍ରାର୍ଥନା କରିବା, ଯେହେତୁ ଭାରତ ଦେଶକୁ ପ୍ରଭୁ ଯୀଶୁ ପ୍ରେମ କରନ୍ତି। ସେଥିପାଇଁ ଦୀର୍ଘ 2000 ବର୍ଷ ପୂର୍ବେ ପ୍ରଭୁ ଯୀଶୁଙ୍କର ପ୍ରିୟ ଶିଷ୍ୟ ଥୋମା ଭାରତ ବର୍ଷକୁ ଆସିଥିଲେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପବିତ୍ର ସୁସମାଚାର ପ୍ରଚାର କରିବା ପାଇଁ, ଭାରତ ଦେଶରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପରିତ୍ରାଣର ଘୋଷଣା କରିବା ପାଇଁ। ତେଣୁ ପ୍ରଭୁ ଯୀଶୁ ତାଙ୍କର ପ୍ରିୟ ଶିଷ୍ୟ ଥୋମାଙ୍କୁ ଭାରତକୁ ପଠାଇଥିଲେ, ଯେହେତୁ ପ୍ରଭୁ ଯୀଶୁ ଭାରତ ଦେଶକୁ ପ୍ରେମ କରନ୍ତି, ଭାରତର ପ୍ରତ୍ୟେକ ଲୋକମାନଙ୍କୁ ପ୍ରେମ କରନ୍ତି। ପ୍ରିୟ ବନ୍ଧୁଗଣ, ତେଣୁ ଆଜି ମାନେ এই সিয়ন পর্বত অর্থাৎ প্রার্থনার পর্বত ভেলুর সহরে যে রয়েছে, এই পর্বতକୁ ଆମେ ଆସିଅଛୁ प्रार्थना उपासना आराधना करने पाए। अभी हम प्यारे भाइयों बहनों, आज हम परिवार में मेरा पिता, माता और क्रिस्टीना मेरी पत्नी, हम लोग इस जायंट हिल प्रेयर माउंटेन में हम लोग आए हैं। ये प्रार्थना का ये पर्वत है, प्रेयर माउंटेन हम आए हैं भारत देश के लिए प्रार्थना करने के लिए, भारत के सभी समाज के लिए, कलीसिया के लिए प्रार्थना करने के लिए, विशेष करके भारत के सभी क्रिश्चियन लोगों के लिए प्रार्थना करने के लिए। क्योंकि भारत में आज हम देखते हैं कि भारत के कोने कोने में, विशेष करके नॉर्थ इंडिया में मसीह लोगों को सताया जाता है, मसीह लोगों को क्लेश दिया जा रहा है, मसीह लोगों के खिलाफ आज मसीह विरोधी लोग बहुत षड्यंत्र करके बहुत सारे मसीह जो प्रचारक और पास्टर, पादरी और प्रभु के दास दासियों को, विश्वासियों को झूठे आरोपों में, धर्मांतरीकरण के आरोपों में जेल में डाल रहे हैं और बहुत सताव वर्तमान मसीह समाज में भारत के कोने कोने में। Today we see in our country, in India, and especially in North India, there are many Christians under persecutions, and many Christians going through many persecutions. The Antichrist people, the Christian enemies, the enemies of Jesus Christ, and the enemies of Christians today. Nowadays, in various places of India, they are persecuting Christians, and they are doing so many false allegations against Christians, and there are many hundreds and hundreds Christians and missionaries and pastors today in jail in North India. So today we came here to worship the living God, and today we came here to pray to the living God, and especially for the Christian people, Christian missionaries and pastors in the churches. My dear brother and sister, this is a giant prayer mountain, a mountain in Vellore, established by CSI Diocese of Vellore. So today we came here with our family to pray for the Christian people of India, to pray for the every church of India, to pray for the revival in India. The days to come in India, God will bring a wonderful revival in a country, India, and many people will receive Jesus Christ. Many people will receive salvation. So today we came to Giant Prayer Mountain today to praise and worship the living God, and to pray for the people of India, to pray for every family of India. So my dear brother and sister, today this is the day of very joy and happiness for us, and especially for my family, because God has brought us here to pray for India, pray for the salvation of every family of India. Hallelujah, praise the Lord. So now we'll pray for our country. Jesus loves India. My brothers and sisters, Jesus Christ loves India. So this is the reason 2000 years ago, the very beloved disciple of Jesus Christ, Saint Thomas, he came to India to preach the gospel of Jesus Christ. He came to India to preach the message of salvation to India. He came to India to save the people of India. Jesus loves India. Jesus loves every citizen of India. Jesus Christ loves the 140 crores people of India, because God loves India. Jesus Christ loves India. So today we came to pray for the people of India. My dear brother and sister, this is a giant prayer mountain
of the Lord. So many people coming here for prayer and the fasting, and in this all around this mountain, many missionaries and pastors, they are sitting under the tree, under the rock, and they are praying with the fasting. So today we came to pray for our country India. आज हम आए हैं भारत देश के लिए। आज जो भारत देश में सताव हो रहा है, क्लेश हो रहा है, भारत के कोने कोने में मसीहों को सताए जा रहे हैं, इसीलिए आज हम भारत देश के लिए और भारत के हर एक कलीसिया और हर एक समाज के लिए, हर एक परिवार के लिए, हर एक विश्वासी के लिए प्रार्थना करने के लिए आज हम इस प्रार्थना की पर्वत प्रेयर माउंटेन में आज हम आए हैं। तो अभी सबसे पहले मेरे पिताजी प्रार्थना करेंगे भारत के सभी परिवारों के लिए, सभी कलीसियाओं के लिए और सभी विश्वासियों के लिए, और जो भारत देश में जो आज तक प्रभु यीशु मसीह को नहीं जानते, उन सब के लिए आज हम प्रार्थना करेंगे। यीशु मसीह भारत देश को बहुत ही प्रेम करता है। जीसस लव्स इंडिया and Jesus wants that every Indian should receive salvation and receive eternal life. So today we will pray. Kindly listen this prayer. ଆସନ୍ତୁ ଆମେ ପ୍ରାର୍ଥନା କରିବା। हालेलुया ପ୍ରେମମୟ ସ୍ୱର୍ଗସ୍ଥ ପିତା, ତୁମର ଅଦ୍ୱିତୀୟ ନାମର ଧନ୍ୟବାଦ କରୁଛୁ, ପୂଜା ପ୍ରଶଂସା ଗୌରବ ସମ୍ଭ୍ରମ କରୁଛୁ। କାରଣ ପ୍ରଭୁ ଜଗତରେ କୋଟି କୋଟି ଲୋକମାନେ ଅଛନ୍ତି, କିନ୍ତୁ ସେମାନଙ୍କ ମଧ୍ୟରୁ ତୁମେ ଆପଣାର ଏକମାତ୍ର ପୁତ୍ରଙ୍କ ରକ୍ତ ଦ୍ୱାରା ଅନେକଙ୍କୁ ତୁମେ କିଣି ସ୍ୱତନ୍ତ୍ର ଭାବରେ ଅନେକ ସମୟରେ ତୁମର ପବିତ୍ର ଚରଣ ତଳକୁ ଆସିବା ପାଇଁ, ତୁମର ପ୍ରଶଂସା, ତୁମର ଗୌରବ, ତୁମ ସ୍ତୁତି ବନ୍ଦନା କରିବା ସହିତ ତୁମ ନିକଟରେ ପ୍ରାର୍ଥନା କରିବା ପାଇଁ ସୁଯୋଗ ଦେଉଥାଅ। ଯେଉଁ ଈଶ୍ୱର କି ଯେଉଁ ସତ୍ୟ ଦିଶ୍ୟ ପିତା ପରମେଶ୍ୱରରେ ତୁମେ ଆମର ପ୍ରାର୍ଥନା ତୁମେ ଶୁଣିବା ପାଇଁ ଅବିରତ ଆପଣାର ପବିତ୍ର କର୍ଣ୍ଣକୁ ତୁମେ ମୁକ୍ତ ରଖିଥାଅ। ହାଲେଲୁୟା, ତୁମ ନାମର ଗୌରବ ହେବ। ଆମେ ଏ ପ୍ରକାର ଗୋଟିଏ ନିର୍ଜୀବ ପ୍ରତିମା ଆଗରେ ପ୍ରାର୍ଥନା କରୁନାହୁଁ, କୌଣସି ଅର୍ଚ୍ଚନା ପୂଜା କରୁନାହୁଁ, କୌଣସି ବଳି ଚଢ଼ାଉନାହୁଁ। ଯେ ବି ସମଗ୍ର ଜଗତର ସୃଷ୍ଟିକର୍ତ୍ତା, ଯେ କି ସମଗ୍ର ଜଗତର ପ୍ରତ୍ୟେକ ପ୍ରାଣୀମାନଙ୍କର ପ୍ରତିପାଳନ କର୍ତ୍ତା, ସେଇ ଜୀବିତ ସତ୍ୟ ନିରାଟ ସତ୍ୟ ପବିତ୍ର ପିତା ପରମେଶ୍ୱରଙ୍କର ଚରଣ ତଳେ ପ୍ରାର୍ଥନା କରୁଛୁ ପ୍ରଭୁ। କାରଣ ତୁମେ ଆମମାନଙ୍କୁ ପ୍ରେମ କରି ଏ ଜଗତର ଲୋକମାନଙ୍କ ଠାରୁ ସ୍ୱତନ୍ତ୍ରତା ଅଲଗା କରି ତୁମେ ମନୋନୀତ କରି ତୁମରି ପବିତ୍ର ଚରଣ ସତ୍ୟ ଈଶ୍ୱରଙ୍କ ନାମରେ ପ୍ରାର୍ଥନା କରିବା ପାଇଁ ଦେଇଥିବାରୁ ଧନ୍ୟବାଦ କରୁଛୁ ପ୍ରଭୁ। ଏ ସମୟରେ ବିଶେଷ ପ୍ରାର୍ଥନା କରୁଛୁ। ଆଜି ଏ ପାର୍ବତ୍ୟ ପ୍ରଭୁ ଜାଗାକୁ ତୁମେ ଆମକୁ ଆଣିଛ ତୁମର ଚରଣ ତଳେ ପ୍ରାର୍ଥନା କରିବା ପାଇଁ ପ୍ରାର୍ଥନା କରୁଛୁ ପ୍ରଭୁ। ତୁମେ ତୁମର ବାକ୍ୟରେ ଲେଖାଯାଏ ଯେ କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ପ୍ରଭୁ, କୌଣସି ପ୍ରକାର ଭାବରେ ପ୍ରଭୁ ତୁମେ ଭାରତକୁ କିମ୍ବା ଅଲଗା ଦେଶକୁ ଛାଡ଼ି ପୃଥିବୀକୁ ପ୍ରେମ କରିନ। ସମଗ୍ର ବିଶ୍ୱରେ ଯେତେ ଦେଶ ମହାଦେଶ ଅଛି, ସମଗ୍ର ଦେଶ ଜଗତର ସମସ୍ତଙ୍କୁ ତୁମେ ପ୍ରେମ କଲ। ଯେଉଁ ପ୍ରେମକୁ ପ୍ରଭୁ ଅତୁଳନୀୟ, ଯେଉଁ ପ୍ରେମର ହିସାବ କିତାବ ନାହିଁ, ଯେଉଁ ପ୍ରେମର ପ୍ରଭୁ ଆମେ ବର୍ଣ୍ଣନା କରିପାରିବୁ ନାହିଁ, এই প্রকার প্রেম কল যদ্ୱାରା ଆପଣାର ଏକମାତ୍ର ଅଦ୍ୱିତୀୟ ପୁତ୍ରଙ୍କୁ ତୁମେ ଦାନ ଦେଇଦେଲ ପ୍ରଭୁ, ବିନା ମୂଲ୍ୟରେ ଦାନ ଦେଇଥିଲ, ଯଦ୍ୱାରା ଜଗତ ଯେପରି ତୁମକୁ ଚିହ୍ନିବ, ଜଗତର ଲୋକମାନେ ଯେପରି ପରିତ୍ରାଣ ପାଇବେ, ଜଗତର ଲୋକମାନେ ଯେପରି ବିନଷ୍ଟ ନ ହେବେ ପ୍ରଭୁ, ଏଇଥିପାଇଁ ତୁମେ ଧନ୍ୟବାଦ ଦେଉଛୁ ଯେ ଆମଙ୍କର ପାପ ପ୍ରମାଣ ଆମକୁ ଦଣ୍ଡ ନ ଦେଇ ତୁମେ ଆପଣଙ୍କର ପୁତ୍ରଙ୍କ ଉପରେ ଦଣ୍ଡ ଶାସ୍ତି ଦେଇ ତୁମେ ଆମକୁ ତୁମର ସନ୍ତାନ ରୂପେ ଗଢ଼ିଅଛ। ଧନ୍ୟବାଦ ଦେଉଛୁ। ତଥାପି ପ୍ରଭୁ ଭାରତ ବର୍ଷ ପାଇଁ ବିଶେଷ ପ୍ରାର୍ଥନା କରୁଛୁ, କାରଣ ପ୍ରଭୁ ଭାରତ ବର୍ଷ ଏ ପ୍ରକାର ଅନ୍ଧତାରେ ପଡ଼ିଛି, ଯଦ୍ୱାରା ପ୍ରଭୁ ତୁମର ସତ୍ୟ ବିଷୟକୁ ଦେଖିପାରୁନାହିଁ, ତୁମର ସତ୍ୟ ବିଷୟଟା ଜାଣିପାରୁନାହିଁ ପ୍ରଭୁ, ଯଦ୍ୱାରା ପ୍ରଭୁ ସୃଷ୍ଟିକର୍ତ୍ତାଙ୍କୁ ସ୍ରଷ୍ଟା ଜିନିଷ ହୋଇ ପ୍ରଭୁ ସେମାନେ ତୁମ ବିରୁଦ୍ଧରେ ଯାଉଛନ୍ତି, ତୁମର ଲୋକମାନଙ୍କୁ ଅନ୍ୟାୟ ଅତ୍ୟାଚାର କରୁଛନ୍ତି, ଜେଲରେ ପକାଇ ଦେଉଛନ୍ତି, ଜୀବନରେ ମାରି ଦେଉଛନ୍ତି, ଅନ୍ୟ ବିଭିନ୍ନ ପ୍ରକାର ତାଡ଼ନା କରି ଚାଲିଛନ୍ତି এই ଭାରତ ବର୍ଷ ଆଜି। ତଥାପି ତୁମେ ଏ ଭାରତକୁ ପ୍ରେମ କରୁଛ, ତଥାପି ତୁମର ପ୍ରେମକୁ ଜାଣିପାରୁନା ପ୍ରଭୁ। এই ସମୟରେ ଯେଉଁମାନେ ତାଡ଼ନାକାରୀ ମାନଙ୍କ ପାଇଁ ପ୍ରାର୍ଥନା କରୁଛୁ, ସେଦିନ ହୁଏତ ପ୍ରଭୁ ଆଜି ସାଉଲ ତୁମର ଲୋକମାନଙ୍କୁ ତାଡ଼ନା କରୁଥିଲା, କିନ୍ତୁ ତାକୁ ଯେତେବେଳେ ତୁମେ ଧରିଲ ତାର ଜୀବନ ପରିବର୍ତ୍ତନ କର, ତାର ହୃଦୟ ପରିବର୍ତ୍ତନ କର, ତାର ନାମ ବି ପରିବର୍ତ୍ତନ କର। ହାଲେଲୁୟା। ସେଇ ପ୍ରକାର ପବିତ୍ର ପରମେଶ୍ୱର, ଏଥିପାଇଁ ଭାରତର ତାଡ଼ନାକାରୀ ମାନଙ୍କୁ ତୁମ ହାତରେ ଦେଉଛୁ। ସାଉଲର ନ୍ୟାୟ ପରିବର୍ତ୍ତନ ପାଉଲଙ୍କୁ ଜୀବନ ଦିଅ, ତାଡ଼ନାକାରୀ ମାନଙ୍କୁ ବିବେଚନାରେ ଜ୍ଞାନ ଦିଅ, ବୁଝିବାକୁ ଦିଅ ଯେ ସେମାନେ ଯେ କଣ୍ଟାର ଆଗରେ ଲାତ ମାରୁଛନ୍ତି, ଅଗ୍ନି ସହିତ ଖେଳୁଛନ୍ତି, ତାହା ବୁଝିବା ପାଇଁ ଦିଅ। ତାଡ଼ିତ ଲୋକମାନଙ୍କୁ ତୁମେ
ସୁରକ୍ଷା ପ୍ରଦାନ କର। ନିଶ୍ଚୟ ତୁମେ କହିଲ ସେଇଦିନ ନିଶ୍ଚୟ ତୁମ ପାଇଁ କ୍ଲେଶ ଅଛି, ମୁଁ ଜଗତକୁ ଜୟ କରିଛି। ପ୍ରଭୁ ତୁମେ ନିଶ୍ଚୟ ତୁମ ଲୋକ ତୁମେ ଜୟ ପ୍ରଦାନ କରିବ। କିନ୍ତୁ ବିଶେଷ ଭାବରେ ପ୍ରାର୍ଥନା କରୁଛି ପ୍ରଭୁ, ଯେଉଁମାନେ ଜାଣି ଜାଣି କିମ୍ବା ନ ଜାଣି ତୁମ ବିରୁଦ୍ଧରେ ଯାଉଛନ୍ତି, ତୁମକୁ ତାଡ଼ନା କରୁଛନ୍ତି, ତୁମ ନାମରେ ତାଡ଼ନା କରୁଛନ୍ତି, ତୁମ ଲୋକମାନଙ୍କୁ ଅନ୍ୟାୟ ଅତ୍ୟାଚାର କରୁଛନ୍ତି, ପ୍ରଭୁ ସେମାନଙ୍କୁ ପରିବର୍ତ୍ତନ ଜୀବନ ଦେବେ। ଭାରତ ବର୍ଷ ଯେପରି ପ୍ରଭୁ ତୁମକୁ ଚିହ୍ନିବ, ଜାଣିବ, ବଡ଼ ବଡ଼ ନେତାମାନେ, ଶାସନକର୍ତ୍ତାମାନେ ତୁମ ଉପରେ ଦୃଷ୍ଟି ପକାଇବେ। ଦୟା କର। ତାଡ଼ିତ ଲୋକମାନଙ୍କ ସହିତ ତାଡ଼ନାକାରୀମାନଙ୍କୁ ମଧ୍ୟ ପ୍ରଭୁ ବୁଝିବା ପାଇଁ ଜ୍ଞାନ ବୁଦ୍ଧି ପ୍ରଦାନ କର। ଦୟା କର ପ୍ରଭୁ। ଏହି ସମୟରେ ଭାରତ ବର୍ଷ ସମେତ ଆଜି ଭାରତ ବର୍ଷକୁ ଛାଡ଼ି ମଧ୍ୟ ଅନେକ ଜାଗାରେ ମଧ୍ୟ ତାଡ଼ନା ଚାଲିଛି ପ୍ରଭୁ। ସେ ସମସ୍ତ ବିଶ୍ୱରେ ସାରା ପୃଥିବୀରେ ଯେତେ ଜାଗାରେ ତାଡ଼ନା ହେଉଛି ସମସ୍ତଙ୍କୁ ତୁମ ହାତରେ ଦେଉଛି ପ୍ରଭୁ। ସେମାନଙ୍କୁ ପରିବର୍ତ୍ତିତ ଜୀବନରେ ଆଉ ସମୟ ନାହିଁ, କାରଣ ତୁମର ଦିନ ଅତି ନିକଟ। ପ୍ରଭୁ ସମୟ ଆସିଗଲାଣି। ଏ ସମୟରେ ପ୍ରସ୍ତୁତ ଜୀବନ ଏତେବେଳେ ବିଶେଷ ଭାବରେ ମୋ ସହିତ ମୋ ପରିବାର ଆମେ ତୁମ ମଧ୍ୟରେ ସମର୍ପଣ କରି ତୁମର ଦ୍ୱିତୀୟ ଆଗମନକୁ ଯେପରି ଆମେ ଅପେକ୍ଷାରେ ରହି ପ୍ରଭୁ ଆମର ଜୀବନ ଭିତରେ ଆଶୀର୍ବାଦ କର। ଗୌରବ ସମ୍ଭ୍ରମ ତୁମକୁ ଦେଇ ଏ ସମସ୍ତ ପ୍ରାର୍ଥନା ଯେ କି ନିଜର ଜୀବନ ଦେଇ ରକ୍ତ ଦେଇ ପୁନର୍ବାର ଆପଣ ରାଜ୍ୟକୁ ଆମମାନଙ୍କୁ ନେବାକୁ ଆସିଥିବା ମୃତ୍ୟୁଞ୍ଜୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଛୁ। ଆମେନ୍। Father God, we thank you and praise you for the precious time that you've given to us. Father, we thank you. We love you, Jesus. Hallelujah. Father God, today you brought us here in this prayer mountain to pray for the families of our country and pray for the churches of our country and to pray for each and every brothers and sisters in our country. Father God, we pray for our country, especially we pray for Vellore City. Father God, bless Vellore City. There are hundreds and thousands of people coming to Vellore City to get the proper treatment, Father God, to the CMC. Father God, we pray for all the families, all the North Indians and all the people, those that are coming to Vellore City, CMC, for treatment. Bless them and heal them and touch them, Father God. And also we pray for Tamil Nadu State. Lord, bless our Tamil Nadu State and help us to get revival in all around Tamil Nadu State, Father God. Bless our Tamil Nadu Chief Minister, Vijay Thalapathy. Bless every minister, bless every family in Tamil Nadu State. Hallelujah. And also we pray for our country, Father God. Lord, India is a great and wonderful country. And Lord Jesus, we love our country, India. Jesus loves India. Almighty God loves India. Holy Spirit loves India. And Lord, we thank you and praise you for you sent your Holy Saint Thomas to India to save the people of India. We thank you, Lord, for Saint Thomas came to India to preach the gospel to the people of India, to save India, to save Indians. Hallelujah, Father God. Lord, yes, really, we are the blessed people, the Indian people. We are the blessed people in this world, Father God, because the Saint Thomas came to India. Today in our country, India, there are many persecution in North India to many pastors and Christian and churches, Father God, and many thousands and thousands of Muslims and pastors, they're in the prison, Father God. Illegal, yes, is blamed against Christians, against Christian missionaries in India, and many pastors and missionaries in jail in our country, India. Especially in North India, there are many places, Father God, there are many persecution against Christians, Father God. The Antichrist people, they are persecuting Christians and they are doing false allegation and they are putting into jail to many Christians, Father God. And Jesus, Holy Ghost, today we pray for our country. India needs salvation. India needs Jesus Christ. Hallelujah. We pray for our country, Father God. Yes, Yes, you love all the families of India, all our people of India in our country, Father God. 140 crores people we live in India, and Jesus loves 140 crores people. Father God, we thank you. Especially we pray for the salvation of India. Every family needs salvation. Every family needs Jesus in a country, India. Thank you, Father God. Thank you, Master God, for bringing us together to pray for our country, India. Thank you, Jesus. A wonderful Jesus, gracious Jesus, loving Jesus, a righteous Jesus, a mighty Jesus.
Oh, we thank you. We praise you, Father God. Once again, Father God, we submit our country into your holy feet, Father God. We submit our Prime Minister and President Hallelujah. and all the minister in our country, Father God. Bless them, open their eyes and let them understand that you are the only one living God. You're the only one true God, Lord. Let them receive salvation of Jesus Christ. Father God, turn their heart towards you. Change their heart, mind, soul, and spirit, Father God. Bless every family of India, Father God. In a country, there are many millions of people going through the poverty and the sickness and pains and the problems, Father God. We pray for our country, India. India needs solution. India needs deliverance from all kind of darkness and the bondage of the devil's reach, Father God. Hallelujah. Father God, bless our country, India. Bless all the families of India. Bless all the churches of India. Bless all the pastors and missionaries of India, all around India, those that are doing the ministry, every corner of India. Father God, bless our country. Bless all the families of India. Thank you, Master God. India needs salvation. India needs Jesus Christ. Hallelujah. India needs a Savior. Hallelujah. India needs the only one true God. Hallelujah. Bless us, Lord. Bless our country. Bless us, Father God. Thank you, Master God. Thank you, Father God, for answering our prayer. Hallelujah. All glory and honor and power and kingdom to you, Father. In the name of Jesus Christ,